ନମସ୍କାର ସାଙ୍ଗମାନେ, ଦେଖିପାରୁଥିବେ କ'ଣ ମୋ ହାତରେ ଅଛି। ଆଉ ଏଇଟା ଯେବେ ବି ରୋଷେଇ ହୁଏ ତାର ବାସ୍ନାରେ ହିଁ ପେଟ ପୁରିଯାଏ, କାହିଁକି ନା ତାର ବାସ୍ନା ଆଉ ଟେଷ୍ଟ ହିଁ ସେମିତି। ତ ୟାର ଲଙ୍ଗ ଭିଡ଼ିଓ ଅଲରେଡ଼ି ମୁଁ ସେୟାର କରିଦେଇଛି, ତ ସର୍ଟ ଭିଡ଼ିଓ ବନେଇ ନଥିଲି। ତ ଆଜି କଙ୍କଡ଼ା ଅଣା ହେଲା ବୋଲିକି ଗୋଟେ ଭିଡ଼ିଓ ବନେଇବି ଭାବିକି ଭିଡ଼ିଓ ବି ବନେଇ ଦେଇଛି। ତ କିଏ କେମିତି ଷ୍ଟାଇଲର ବନାନ୍ତି, ଆଉ ମୁଁ ବି ମୋ ଷ୍ଟାଇଲର ବନଉଛି। ଆଉ ଟେଷ୍ଟ ତ ବହୁତ ଟେଷ୍ଟ ଥିଲା। ତ ଭିଡ଼ିଓଟି ଏଣ୍ଡ ଯାଏଁ ଦେଖନ୍ତୁ। ପ୍ରଥମେ ତ ସମସ୍ତେ ଯେମିତି କରନ୍ତି ସେମିତି ଲୁଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଦେଇ ଭଲରେ ଫ୍ରାଏ କରିନେଲି କଙ୍କଡ଼ା ଗୁଡ଼ିକୁ। ଫ୍ରାଏ କଲା ପରେ ସେ ପ୍ୟାନ୍ରେ ହିଁ ଅଳ୍ପ ତେଲ ଦେଇ ସେଥିରେ ଜିରା, ସୋରିଷ, ତେଜପତ୍ର ଆଉ ଗୋଟା ମସଲା ଦେଇ ପିଆଜକୁ ଦେଇଦେଲି। ପିଆଜ ରେଡ୍ ହେଲା ପରେ ସେଥିରେ ଜିଞ୍ଜର ଗାର୍ଲିକ ପେଷ୍ଟ ଦେଇ ୟା ପରେ ବଟା ଟମାଟୋକୁ ହାଫ୍ ଏମିତି କାଟିକି ଆଡ୍ କରିଛି, ଆଉ ହାଫ୍କୁ ମୁଁ ବାଟିକି ନେଇଛି। ୟା ପରେ ସେଥିରେ ବାଟିକି ରଖିଥିବା ପିଆଜ, ଗୋଟା ଧନିଆ ଆଉ ଟମାଟୋକୁ ବାଟିକି ରଖିଥିଲି ସେଇଟାକୁ ଦେଇ ଦେଇଛି। ବେସିକ୍ ମସଲା ଯେମିତିକି ଲୁଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଦେଇ 5 ମିନିଟ୍ ଭଲ ଭାବରେ ମସଲାକୁ କଷିଲା ପରେ ସେଥିରେ ଫ୍ରାଏ କରିକି ରଖିଥିବା କଙ୍କଡ଼ା ଗୁଡ଼ିକୁ ଦେଇଦେଲି। ଆଉ ଏଠି ମୁଁ 2ଟା ମିଡ଼ିୟମ୍ ସାଇଜ୍ର ଆଳୁକୁ 2ଟା କାଟିକି ନେଇଛି। ଆଳୁ ବିଲକୁଲ ବି ଫ୍ରାଏ କରିନି। ତ ଆଳୁ ଦେଲା ପରେ ଭଲରେ ଘାଣ୍ଟି ଦେଲା ପରେ ଗରମ ପାଣି ଆଡ୍ କରିଦେଲି, କାହିଁକି ନା ଆମ ଏପଟେ କରେଣ୍ଟର ମନ ଘରେ ରହିବାର ନଥିଲେ ସେ ବାହାରକୁ ପଳାଏ। ତ ସେଇଥିପାଇଁ ଗରମ ପାଣି କରିକି ରଖିଥିଲି ଦେଇଦେଲି, ଯେମିତିକି ଜଲ୍ଦି ତରକାରୀଟା ହେଇଯିବ। 10 ମିନିଟ୍ ପରେ ଦେଖିଲା ବେଳକୁ ଆଳୁ ଆଉ ଟିକେ ସିଝିବ, ତ ଆହୁରି 10 ମିନିଟ୍ ଛାଡ଼ିଦେଲି। ଆଉ ଏବେ ଦେଖନ୍ତୁ ଆଳୁ ସିଝିଗଲା। ଆଉ ଆମର ଚିକେନ୍ ମସଲା ଅଳ୍ପ ଦେଲି ଆଉ ଗରମ ମସଲା ଦେଇ ଭଲ ଭାବରେ ଘାଣ୍ଟିଲା ପରେ ହେଇଗଲା ଆମର କଙ୍କଡ଼ା ଝୋଳ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଏବେ ଗରମ ଭାତ ସହ ସର୍ଭ କରନ୍ତୁ। ଆଉ କମେଣ୍ଟରେ ନିଶ୍ଚୟ ଭାବରେ କୁହନ୍ତୁ କି ଭିଡ଼ିଓଟି କେମିତି ଲାଗିଲା। ତ ସବସ୍କ୍ରାଇବ୍ କରନ୍ତୁ। ରହିଲି, ନମସ୍କାର, ବାଏ ବାଏ।